ତା ଲିଙ୍ଗ କାଟିଦେଲେ ସେ ବୁଝି ପାରିଥାନ୍ତା ଯେ ଶଳା ମୁଁ କେତେ ବଡ ଭୁଲ କଲି। ତେଣୁ ପଠାଣ ବାଂଲାଦେଶୀ ପଠାଣ ତେଣୁ ଏଗୁଡ଼ା ନରହନ୍ତା ଗୁଡା, ତେଣୁ ପଠାଣକୁ ପ୍ରଶ୍ରୟ ଦେବା ଉଚିତ ନୁହଁ। ତେଣୁ ଏ ବାଂଲାଦେଶୀ ପଠାଣକୁ ବାଲେଶ୍ୱର ପୋଲିସ ଗିରଫ କରିଛି ଯୋଉ ତାକୁ ଜନସାଧାରଣ ସାଙ୍ଗରେ ଛାଡ଼ିଦେବା ଦରକାର। ଥିବେ ନିଶ୍ଚୟ, ଇଏ କିନ୍ତୁ ଯୋଉଭଳି ଭାବରେ ଉଠେଇକି ତାକୁ ନଉଛି ଟେକି ଟେକି ନେଇକି ଯାଉଛି, ଭିଜୁଆଲଟା ଯୋଉ ବୁଲୁଛି ତାକୁ ଟେକି ଜୋର ଜବରଦସ୍ତ ନେଇଯାଉଛି, ସେ ଚିଲଉଛି। ସେଥିପାଇଁ ଗୋଟେ ଗାଡି କଣ ପାସ୍ କରୁଛି କିନ୍ତୁ ସେ ରହିଯାଉଛି, ଲୁଚି ଯାଉଛି। ତେଣୁ ସିଏ ଯୋଉଭଳି ଭାବରେ ଅମଣିଷ ଭାବରେ ପାଗଳିକୁ ଉଠେଇ ନେଇଯାଉଛି, ତାକୁ ସେଇଭଳି ଅମଣିଷ ଭାବରେ ଦଣ୍ଡ ଦେବା ଦରକାର। ଆଉ ତାକୁ ଆରେଷ୍ଟ କରିକି ଜେଲ ପଠେଇଦେବ, ଜେଲରେ ସେ 2 ବର୍ଷ 5 ବର୍ଷ ରହିବ, ବାହାରିକି ପଳେଇ ଆସିବ। ସେ ମୁହଁ ଖୋଲୁଛି, ଟ୍ରକର ମାଲିକ ଯିଏ ମୁହଁ ଖୋଲୁଛି, ସେ ମୋ ଡ୍ରାଇଭର ସେଇଭଳିଆ ପ୍ରକୃତି। ତା ଡ୍ରାଇଭର ସେମିତିଆ ନୁହଁ, ତାହେଲେ ସିଏ ସେମିତି ଆଇଥିବ, ଗାଡି ମାଲିକ ସେ ଆଇଥିବ, ଡ୍ରାଇଭର କହିଥିବ ଆଣେ ତୁ ଉଠେଇକି ପାଗଳି। ଭିଜୁଆଲ ବୁଲୁଛି ମାର୍କେଟରେ ଟେକି ନଉଛି, ତା ଡ୍ରାଇଭର ସେଇ ପ୍ରକୃତିର ନୁହଁ। ତେଣୁ ଏଇଟା ବି ଗୋଟେ ସେମିତିଆ ଜନ୍ତୁ ହେଇଥିବ, ତେଣୁ ଆକୁ ବି ଗିରଫ କରିବା ଦରକାର। ତେଣୁ ପାଗଳି ମାନେ ଯୋଉ ଓଡିଶାରେ ବୁଲୁଛନ୍ତି ତାଙ୍କୁ ସୁରକ୍ଷା ଦେବା ଲାଗି ସରକାରଙ୍କର କଣ ନୀତି ନିୟମ ରହିଛି, ସରକାର ଶୀଘ୍ର ଘୋଷଣା କରନ୍ତୁ। ଆଇନ ମନ୍ତ୍ରୀ ଯେତେ ଶୀଘ୍ର ପାରୁଛନ୍ତି ପାଗଳି ମାନଙ୍କ ପାଇଁ ଏକ ସୁରକ୍ଷା ବ୍ୟବସ୍ଥା କରାଯାଉ, କେମିତି ପାଗଳି ମାନେ ସୁରକ୍ଷିତ ହେଇକି ରହିପାରିବେ। ତାକୁ ଦର୍ଶନ କଲେ ସେ ଗର୍ଭବତୀ ହବ, ମା ହବ, ତାକୁ ସେ ଛୁଆକୁ ବଞ୍ଚେଇବ କିଏ, ରଖିବ କିଏ? ତେଣୁ ରାଜ୍ୟ ସରକାର ପାଗଳି ମାନଙ୍କ ପାଇଁ ଗୋଟେ ସୁବ୍ୟବସ୍ଥା କରାଯାଉ। ପାଗଳି ମାନେ ଓଡିଶାରେ ଯୋଉ ଯୋଉଠି ଅଛନ୍ତି ତାଙ୍କୁ ଅଣାଯାଇ ଗୋଟେ ଆଶ୍ରୟସ୍ଥଳୀ କରାଯାଇ ରଖାଯାଉ। ପ୍ରତି 15 ଦିନ ଥରେ ତାଙ୍କ ଟ୍ରିଟମେଣ୍ଟ କରାଯାଉ, ତାହେଲେ ପାଗଳି ଭଲ ହେଇଯିବେ। ଆଉ ଏଇ ଅମାନୁଷିକ ବାଂଲାଦେଶୀ ପଠାଣ ମାନେ ପାଗଳି ମାନଙ୍କୁ ଆଉ ଏମିତି ଧର୍ଷଣ କରିପାରିବେ ନାହିଁ। ତେଣୁ ପୋଲିସ ପ୍ରଶାସନକୁ ଆମେ ନିବେଦନ କରୁଛୁ, ଅତି କଡା ଦଣ୍ଡ ଯେତେ ଲାଗିପାରେ ଦଫା ଦିଆଯାଉ। ଆଉ ସିଏ ଯୋଉ କୋର୍ଟରେ ତାର ବିଚାର ହବ ତାକୁ ଫାଶୀ ଦିଆଯାଉ। କିଛି ଦିନ ଆଗରୁ ବି ଦେଖାଯାଉଥିଲା ରାମ ମନ୍ଦିରରେ ଗୋଟେ ଅଙ୍ଗନବାଡିର ତା ପୁଅକୁ ବି ଚୋରି କରି ସରକାର ତତ୍ପ ହଉନାହାନ୍ତି କଣ? ସରକାର ଏଇଥିପାଇଁ ସରକାର ତ ଆଗ କେମିତି ରୋଜଗାର କରିବେ ଚିନ୍ତାରେ ସରକାର ଆଉ ଲୋକଙ୍କୁ ସୁବିଧା କରୁଛନ୍ତି। ତେଣୁ ରାମ ମନ୍ଦିର ପାଖକୁ ଯୋଉ ପାଗଳି ଅନୁଣୀର ପୁଅଟି ଚୋରି ହେଇଥିଲା ତାକୁ ସେଇ ବାଂଲାଦେଶୀ ପଠାଣ ନେଇଥିଲେ। ତେଣୁ ଆମେ ଆଗରୁ ବହୁତ ଥର କହିଛୁ ଯେ ରାଜ୍ୟ ସରକାରଙ୍କୁ ଯେ ଭୁବନେଶ୍ୱର ଠୁ ଆରମ୍ଭ କରି କେନ୍ଦ୍ରାପଡ଼ା, ବାଲେଶ୍ୱର, ଜଗତସିଂହପୁର, ପୁରୀ ଏ ଅଞ୍ଚଳରେ ପ୍ରବଳ ବାଂଲାଦେଶୀ ପଶି ଯାଇଛନ୍ତି। ତେଣୁ ତାଙ୍କୁ ଚିହ୍ନଟ କରି କଢାଯାଉ। ସେ ଟ୍ରକ୍ ମାଲିକ ଗୋଟେ ବାଂଲାଦେଶୀ କି କେମିତି ଡ୍ରାଇଭର କରି ରଖିଥିଲା, ଆଗ ତାକୁ ବନ୍ଧା ଯାଉ, ପଚରା ଯାଉ ସେ କାହିଁକି ସେ ବାଂଲାଦେଶୀ କି ରଖିଥିଲା ଡ୍ରାଇଭର କରି। ଡ୍ରାଇଭରକୁ ବା ଶାସ୍ତି ଦେବା ଦରକାର, ଫାଶୀ ଦେଇଦେବା ଦରକାର, ନହେଲେ ଜନସାଧାରଣ ପାଖକୁ ଛାଡ଼ିଦେବା ଦରକାର, ତା ଲିଙ୍ଗ କାଟିଦେବା ଦରକାର।